सद्गुरुदेव शिव मुनि महाराज की जय। मनुष्य भगवान की जय। अखिल भूमंडलीय सर्वशिरोमणि मुनि समाज की जय। ମୁଁ ଆଜି ସର୍ବପ୍ରଥମେ ଆତ୍ମଦେବଙ୍କୁ ସ୍ତୁତି କରି ଆତ୍ମଜ୍ଞାନ ବିଷୟରେ କିଛି ଆଲୋଚନା କରିବାକୁ ଯାଉଅଛି। ତତ୍ସଙ୍ଗେ ସଙ୍ଗେ ସମସ୍ତ ମୁନି ମୁନିମତି ଓ ଜିଜ୍ଞାସୁ ଜନତା ଜନାର୍ଦ୍ଦନଙ୍କୁ ମୋର ସତ୍ପ୍ରେମ ଜୟଛି। ପୂର୍ବ ଅଧ୍ୟାୟମାନଙ୍କରେ ଯୋଗର ପ୍ରଥମ ଅଙ୍ଗ ହେଉଛି ଯମ। ସେ ଯମର 5ଟି ଉପାଙ୍ଗ ବିଷୟରେ ଆମେ ଗୋଟିକ ପରେ ଗୋଟିଏ, ଯାହାର କି ନାମ ହେଉଛି ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ, ଅପରିଗ୍ରହ ବିଷୟରେ ଆମେ ଆଲୋଚନା କରିଛେ। ଆଜି ଆମେ ଯୋଗର ନିୟମ ଅନ୍ତର୍ଗତ ଶୌଚ ବିଷୟରେ ଆଲୋଚନା କରିବା। ଯୋଗର ଦ୍ୱିତୀୟ ଅଙ୍ଗର ନାମ ହେଉଛି ନିୟମ। ଏହି ନିୟମର 5ଟି ଉପାଙ୍ଗ ରହିଛି। ତାହାର ପ୍ରଥମ ଉପାଙ୍ଗ ହେଉଛି ଶୌଚ। ସେଇ ଶୌଚ ବିଷୟରେ ଆମେ ଆଜି କିଛି ଆଲୋଚନା କରିବା। ଯୋଗର ଦ୍ୱିତୀୟ ଅଙ୍ଗର ନାମ ହେଉଛି ନିୟମ। ନିୟମ ମଧ୍ୟ 5 ପ୍ରକାରର ବା ନିୟମର 5ଟି ଉପାଙ୍ଗ ରହିଛି, ଯାହାକି ଯୋଗ ଦର୍ଶନ ଶାସ୍ତ୍ରରେ ଏକ ସୂତ୍ର ଅଛି, ଶୌଚ ସନ୍ତୋଷ ତପ ସ୍ୱଧାଈଶ୍ୱର ପ୍ରଣିଧାନାନି ନିୟମ। ଏହାର ଅର୍ଥ ହେଉଛି ଯେ ନିୟମର 5ଟି ଉପାଙ୍ଗ ରହିଛି ବା ତାକୁ 5 ଭାଗରେ ବିଭକ୍ତ କରାଯାଇଛି। ନିୟମକୁ 1ରେ ହେଉଛି ଶୌଚ, 2ରେ ସନ୍ତୋଷ, 3ରେ ତପ, 4ରେ ସ୍ୱଧାୟ ଏବଂ 5ରେ ଈଶ୍ୱର ପ୍ରଣିଧାନ। ତେଣୁ ଆମେ ପ୍ରଥମେ ଏହି ଶୌଚ ବିଷୟରେ ଆଲୋଚନା କରିବା। ମନୁଷ୍ୟ ପାଇଁ ପବିତ୍ର ରହିବା ବଡ଼ ଆବଶ୍ୟକ। ଶୌଚ ଓ ପବିତ୍ରତା ବିନା ହୃଦୟକୁ ସନ୍ତୋଷ ଓ ଆନନ୍ଦ ଆସିବ ନାହିଁ। ସନ୍ତୋଷ ଅର୍ଥ ଆନନ୍ଦ। ଯେଉଁ ଲୋକମାନେ ଯୋଗ ସାଧନ ନ କରନ୍ତି, ସେମାନେ ସନ୍ତୋଷର ଅର୍ଥ ଆଳସ୍ୟଯୁକ୍ତ ହୋଇ ରହିବାକୁ ଜାଣନ୍ତି ବା ମାନନ୍ତି। ଏପରି ଆଳସୀ ଓ ସନ୍ତୁଷ୍ଟ ବ୍ୟକ୍ତି କଦାପି ଯୋଗୀ ହୋଇପାରିବେ ନାହିଁ। ଯମର ଅହିଂସା, ସତ୍ୟ, ଅସ୍ତେୟ, ବ୍ରହ୍ମଚର୍ଯ୍ୟ ପାଳନରେ ମନ ନିଶ୍ଚିତ ରୂପେ ପବିତ୍ର ହୋଇଯିବ, କିନ୍ତୁ ଶରୀର ଭିତର ଓ ବାହାର ଶୌଚର ପବିତ୍ରତାରେ ତାତ୍ପର୍ଯ୍ୟ ଅଛି। ବିନା ଶରୀର ପବିତ୍ରତାରେ ମନ ପବିତ୍ର ହେବା ଅସମ୍ଭବ। ମନ ଓ ଶରୀର ଦୁହେଁ ବୁଝିବାକୁ ଗଲେ ଏକ। କାରଣ ଶରୀର ବିନା ମନ ଦେଖାଯାଏ ନାହିଁ। ତେଣୁ ମନକୁ ପ୍ରସନ୍ନ ରଖିବା ପାଇଁ ସତ୍କର୍ମର ଉତ୍ପତ୍ତି ହୋଇଅଛି। ଭାରତରେ ଏହି ସତ୍କର୍ମ ବହୁଳ ଭାବରେ ପ୍ରସିଦ୍ଧ।
ଯେ ପବିତ୍ର ଭାବରେ ରହେ ତାକୁ ଭାରତରେ ସତ୍କର୍ମୀ କହନ୍ତି। ପ୍ରକୃତରେ ଯୋଗୀ ସତ୍କର୍ମୀ ହୋଇଥାଏ। ଯୋଗର ପ୍ରାଚୀନ ଗ୍ରନ୍ଥରେ ସତ୍କର୍ମ ବିଷୟରେ ଏକ ଶ୍ଲୋକ ଅଛି। ତାହା ହେଉଛି ଧୌତି ବସ୍ତି ତଥା ନେତିମ୍ ତ୍ରାଟକଂ କୌଳିକ ତଥା କପାଳ ଭାତି ଶୈତାନି ସତ୍କର୍ମାଣି ପ୍ରଚକ୍ଷତେ। ତେଣୁ ତାର ଅର୍ଥ ହେଉଛି ଆମେ ଯେଉଁ ନିୟମର ଶୌଚ ବିଷୟରେ ଆଲୋଚନା କରିବାକୁ ଯାଉଛେ, ଯାହା ହେଉଛି ନିୟମର ପ୍ରଥମ ଉପାଙ୍ଗ, ସେଇ ଶୌଚ ହେଉଛି 6 ପ୍ରକାରର। ପ୍ରଥମରେ ହେଉଛି ଧୌତି, ଦ୍ୱିତୀୟରେ ବସ୍ତି, ତୃତୀୟରେ ନେତି, 4ରେ ତ୍ରାଟକ, 5ରେ ନୌଳିକ ଓ 5ରେ ହେଉଛି କପାଳଭାତି। ଏହି ପ୍ରକାର ବା ଏହିପରି 6 ପ୍ରକାର ଶରୀରକୁ ଶୁଦ୍ଧ କରିବା ପାଇଁ ସତ୍କର୍ମ ରହିଛି। ଏହି ସୂତ୍ର ଅନୁସାରେ ଶୌଚ ହେଉଛି 6 ପ୍ରକାର ଅଟେ। ତେଣୁ ଆମେ ଧୌତି ବିଷୟରେ ବିସ୍ତୃତ ଭାବରେ ୟାର ପର ଅଧ୍ୟାୟରେ ଆଲୋଚନା କରିବା। ମୁଁ ଏତିକି କହି ମୋର ସତ୍ସଙ୍ଗକୁ ସମାପ୍ତ କରୁଛି। ସମସ୍ତଙ୍କୁ ମୋର ସତ୍ ପ୍ରେମ। ଜୟ ଜୀବ, ଜୟ ଜୀବ, ଜୟ ଜୀବ।